ଜୟ ଜଗନ୍ନାଥ ପିଲାମାନେ, ତୁମମାନଙ୍କୁ ମୁଁ ସ୍ୱାଗତ କରୁଛି ଆଉ ଗୋଟେ ନୂଆ ଭିଡ଼ିଓରେ। ଆଜିର ତୁମର ଗୋଟେ ଅନୁଚିନ୍ତା ଅଛି। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ତୁମମାନଙ୍କ ପାଇଁ ଗୋଟେ ଅନୁଚିନ୍ତା। ବିଫଳତା ସଫଳତାରେ ସେତେବେଳେ ବଦଳିଯାଏ ଯେତେବେଳେ ମଣିଷ ସମସ୍ୟାକୁ ସାମ୍ନା କରିବା ଶିଖିଯାଏ। ହେଲା, ମଣିଷ ଯେତେବେଳେ ସାମ୍ନାରେ ଯେତେବେଳେ ସମସ୍ୟାକୁ ଯେତେବେଳେ ସମାଧାନ କରିଦେବ ନା, ସେତେବେଳେ ତାର ଯେଉଁ ବିଫଳତାଟା ଥିବ ସେ ସଫଳତାରେ କ'ଣ ହେଇଯିବ ନା ପରିଣତ ହେଇଯିବ। ହେଲା, ଆଜିର ଏଇ ଅନୁଚିନ୍ତା ସହିତ ଆଜି ଆମେ ଆରମ୍ଭ କରିବା ଆଜିର କ୍ଲାସ୍। ହେଲା, ଆଜିର କ୍ଲାସ୍ ଅଛି କ'ଣ ନା ତୁମର କମ୍ପ୍ୟୁଟର କ୍ଲାସ୍ ଅଛି, ଯେଉଁଟାକି ତୁମର 20ଟା କୋଶ୍ଚିନ୍ ଅଛି ଆଉ ତା ସହିତ ତାର ଏକ୍ସପ୍ଲାନେସନ୍ ବି ଅଛି। ଚାଲ ଯିବା ଦେଖିବା ପ୍ରଥମ କୋଶ୍ଚିନ୍କୁ। ସମସ୍ତେ ଭିଡ଼ିଓକୁ ଶେଷ ଯାଏଁ ଦେଖିବ, କେହି ଅଧାରୁ ବନ୍ଦ କରିବ ନାହିଁ। ହେଲା, ଏଇଟା ତୁମ ଲାଗି ବହୁତ ଇମ୍ପୋର୍ଟାଣ୍ଟ ଭିଡ଼ିଓ ଅଛି। ହେଲା, ବହୁତ କିଛି ଜିନିଷ ଆଦରୁ ତୁମେ ଶିଖିବ। ହେଲା, ଯେଉଁମାନେ ପରୀକ୍ଷା କିଛି ବି ଦେଉଛ ସମସ୍ତଙ୍କ ଲାଗି ଏଇଟା କ'ଣ ହେବ ନା ନିହାତି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ହେବ। ହେଲା, ଆଦରୁ କୋଶ୍ଚିନ୍ ଆସିବା କଥା ଆସିବ। ହେଲା, ତାହେଲେ ଯିବା ଦେଖିବା ପ୍ରଥମ କୋଶ୍ଚିନ୍ ତୁମର କ'ଣ ଅଛି। ପ୍ରଥମ କୋଶ୍ଚିନ୍ ଆମର ଅଛି, ଟାଇମ୍ ଟେକେନ୍ ବାଇ CPU ଟୁ ଆସେସ୍ ଡାଟା ଫ୍ରମ୍ ମେମୋରି। ହେଲା, ମେମୋରିରୁ ଡାଟାକୁ ଆସେସ୍ କରିବା ପାଇଁ, ହେଲା, ମେମୋରିରୁ ଡାଟାକୁ ଆସେସ୍ କରିବା ପାଇଁ ବା ଉଠେଇବା ପାଇଁ ବା ତୁମର ବାହାର କରିବା ପାଇଁ CPU ଯେଉଁ ଟାଇମ୍ ନିଏ ସେ ଟାଇମ୍କୁ କ'ଣ କୁହାଯାଏ? ହେଲା, କ୍ଲକ୍ ସ୍ପିଡ୍ କୁହାଯାଏ, ଆସେସ୍ ଟାଇମ୍ କୁହାଯାଏ, ଟ୍ରାନ୍ସଫର ରେଟ୍ କୁହାଯାଏ, ସିକ୍ ଟାଇମ୍ କୁହାଯିବ। ଏଠି କ'ଣ କୁହାଯିବ ନା ତୁମର ଆନ୍ସର ହେବ କ'ଣ ନା ଅପସନ୍ ନମ୍ବର ବି, ଆସେସ୍ ଟାଇମ୍। ହେଲା, ଟାଇମ୍ ଟେକେନ୍ ବାଇ CPU ଆସେସ୍ ଡାଟା ଫ୍ରମ୍ ମେମୋରି, ତାକୁ କ'ଣ କୁହାଯିବ? ଆସେସ୍ ଟାଇମ୍। ଠିକ୍ ଅଛି, ଆସେସ୍ ଟାଇମ୍। ଏଠି କ'ଣ ଦେଲା ଏକ୍ସପ୍ଲାନେସନରେ, କ'ଣ ଦେଲା ନା ଆସେସ୍ ଟାଇମ୍ is the time required for the CPU to read or write data from memory। ହେଲା, ଆସେସ୍ ଟାଇମ୍ ହେଉଛି ସେଇ ଟାଇମ୍ ଯେଉଁ ଟାଇମ୍ରେ CPU କ'ଣ କରେ ନା ମେମୋରିରୁ ଡାଟାକୁ ରିଡ୍ କରିଥାଏ, ନହେଲେ ମେମୋରିରେ ଡାଟାକୁ କ'ଣ କରିଥାଏ ନା ରାଇଟ୍ କରିଥାଏ। ଠିକ୍ ଅଛି, ସେକେଣ୍ଡ ନମ୍ବର କୋଶ୍ଚିନ୍କୁ ଯିବା। ସେକେଣ୍ଡ ନମ୍ବର କୋଶ୍ଚିନ୍ରେ କ'ଣ ଦେଲା ନା ଫାଷ୍ଟେଷ୍ଟ ମେମୋରି ଇନ୍ ଏ କମ୍ପ୍ୟୁଟର ସିଷ୍ଟମ୍। କମ୍ପ୍ୟୁଟରରେ ଯେଉଁ କମ୍ପ୍ୟୁଟରଟା ପୁରା ସିଷ୍ଟମ୍ଟା ରହିଲା ତା ଦେହରେ ଫାଷ୍ଟେଷ୍ଟ ମେମୋରି କେଉଁଟା? ସବୁଠାରୁ ଫାଷ୍ଟେଷ୍ଟ ଦ୍ରୁତ ମେମୋରି କେଉଁଟା? ତୁମର ସ୍କେଚ୍ ମେମୋରି। ହେଲା, ସ୍କେଚ୍ ମେମୋରି ହେଲା ତୁମର କ'ଣ ଫାଷ୍ଟେଷ୍ଟ ମେମୋରି। ଠିକ୍ ଅଛି, ଏକ୍ସପ୍ଲାନେସନ୍ କ'ଣ ଦେଲା ନା ସ୍କେଚ୍ ମେମୋରି ଇଜ୍ ଏ ସ୍ମଲ୍ ଆଣ୍ଡ ଫାଷ୍ଟ ମେମୋରି ଲୋକେଟେଡ୍ ନିୟର୍ ଦ CPU ଦ୍ୟାଟ୍ ଷ୍ଟୋର୍ ଫ୍ରିକ୍ୱେଣ୍ଟଲି ୟୁଜ୍ ଡାଟା। ତୁମେ ଯେଉଁ ଡାଟା ଗୁଡ଼ାକ କ'ଣ କରିଥାଅ ନା ବାରମ୍ବାର ବ୍ୟବହାର କରିଥାଅ, ଆଉ ବହୁତ ସ୍ପିଡଲି ବି ଡାଟାକୁ ବ୍ୟବହାର କରିଥାଅ। ହେଲା, ବହୁତ କିଛି କମ୍ପ୍ୟୁଟର ଯେତେବେଳେ ଚଲାଉଛ ସ୍କେଚ୍ ମେମୋରିରେ ତୁମର କ'ଣ ହେଇଥାଏ ନା ଯାହା ବି ତୁମେ ପ୍ରୋଗ୍ରାମ ଅନ୍ କଲ, ଯାହା ବି ତୁମେ ସେଗୁଡ଼ା ତୁମେ ଏ ଆପ୍ ଅନ୍ କରିଦେଲ, ପୁଣି ସେ ଆପ୍ ଅନ୍ କରିଦେଲ, ଏମିତି ସବୁ ଯେତେ ଆପ୍ ସବୁ ଅନ୍ କରିଦେବ କି ଯେଉଁ କାମ ସବୁ କରିଥିବ ସେଗୁଡ଼ା ସବୁ ତୁମର କେଉଁ ମେମୋରିରେ ଷ୍ଟୋର୍ ହେଇକି ଥିବ? ସ୍କେଚ୍ ମେମୋରିରେ ଷ୍ଟୋର୍ ହେଇକି ଥିବ। ଠିକ୍ ଅଛି, ହେଲା, ତାପରେ କୋଶ୍ଚିନ୍ ଯିବା। 3 ନମ୍ବର କୋଶ୍ଚିନ୍, ହୁଇଚ୍ ଇଜ୍ ନଟ୍ ଏ ଅପରେଟିଂ ସିଷ୍ଟମ୍। ଏ ଯେଉଁ ଚାରିଟା ଯେଉଁ ଦେଲା ଅପସନ୍, ଆ ଭିତରୁ କେଉଁଟା ଅପରେଟିଂ ସିଷ୍ଟମ୍ ନୁହେଁ? ଲିନକ୍ସ, ୱିଣ୍ଡୋଜ୍, ଓରାକିଲ୍, ମ୍ୟାକ୍-ଓଏସ୍। ତୁମର ଆନ୍ସର ହେଲା କ'ଣ ନା ଓରାକିଲ୍। ହେଲା, ଲିନକ୍ସ ଗୋଟେ ହେଲା ଅପରେଟିଂ ସିଷ୍ଟମ୍, ୱିଣ୍ଡୋଜ୍ ବି ହେଲା ଗୋଟେ ଅପରେଟିଂ ସିଷ୍ଟମ୍, ମ୍ୟାକ୍-ଓଏସ୍ ହେଲେ ବି ଗୋଟେ ଅପରେଟିଂ ସିଷ୍ଟମ୍, ଓରାକିଲ୍ ହେଲା ଗୋଟେ ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍। ଠିକ୍ ଅଛି, ଓରାକିଲ୍ ତୁମର ଗୋଟେ କ'ଣ ହେଲା? ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍। ଠିକ୍ ଅଛି, ତାପରେ କ୍ୱେଶ୍ଚିନ୍ ଯିବା। ହେକ୍ସାଡେସିମାଲ ନମ୍ବର ସିଷ୍ଟମ୍ ୟୁଜ୍ଡ ହାଉ ମେନି ଡିଜିଟ୍? ହେକ୍ସାଡେସିମାଲ ନମ୍ବର ସିଷ୍ଟମ୍ଟା କେତେଟା ଡିଜିଟ୍ କି କ'ଣ କରିଥାଏ? ବ୍ୟବହାର କରିଥାଏ। ହେଲା, ହେକ୍ସାଡେସିମାଲ ମାନେ ବୁଝିପାରୁଥିବ 16। ହେଲା, ହେକ୍ସା ମାନେ 6, ଡେସିମାଲ ମାନେ 10। ହେଲା, ହେକ୍ସାଡେସିମାଲ ହେଲା କ'ଣ? 16। କେତେଟା ଡିଜିଟ୍ ତୁମର ବ୍ୟବହାର କରିଥାଏ? 16ଟା ଡିଜିଟ୍। ହେଲା, ଏକ୍ସପ୍ଲାନେସନ୍ ଦେଖିବା। ଦେଲା ହେକ୍ସାଡେସିମାଲ ୟୁଜ୍ଡ ଡିଜିଟ୍ସ 0 to 9। ପ୍ରଥମ କଥା ହେଲା ସେ ହେକ୍ସାଡେସିମାଲ ଯେଉଁ ଡିଜିଟ୍ ସବୁ ବ୍ୟବହାର କରିଥାଏ ସେ 0ରୁ 9 ଭିତରେ ହେଇଥିବା ଦରକାର। ଆଉ କ'ଣ ହେଇଥିବା ଦରକାର ନା ଲେଟର A to F। ହେଲା, ହୁଇଚ୍ ଇଜ୍ ରିପ୍ରେଜେଣ୍ଟ 10 to 15। ଏ ତୁମର କାହାକୁ ରିପ୍ରେଜେଣ୍ଟ କରେ? 10କୁ, B ରିପ୍ରେଜେଣ୍ଟ କରିବ 11କୁ, C ରିପ୍ରେଜେଣ୍ଟ କରିବ ତୁମର 12କୁ, D ରିପ୍ରେଜେଣ୍ଟ କରିବ ତୁମର 13,
तापर ई रिप्रेजेंट करिवो 14 एफ रिप्रेजेंट करिवो तमरो 15 ठीक अछि एगुडा हला तमरो कोन ना हेक्साडेसिमल तापर बायोस स्टैंड्स फॉर माने बायोस रो फुल फॉर्म कोन बेसिक इनपुट आउटपुट बाइनरी इनपुट आउटपुट सिस्टम बेसिक इंटरनल ऑपरेटिंग सिस्टम बाइनरी इंटरनल ऑपरेटिंग सिस्टम आदर कोड हम तमर आंसर हम बेसिक इनपुट आउटपुट सिस्टम है बेसिक इनपुट आउटपुट सिस्टम रा काम कोन ना बायोस इज ए फ्रेमवर्क बायोस है गोटे फ्रेमवर्क जोटा स्टोर होगी थाए कोठी ना रोम रे है रीड ओनली मेमोरी रे तुम कौन होता है ये तुम स्टोर होगी थाए से कौन करे ना दैट स्टार्ट द कंप्यूटर से कंप्यूटर को स्टार्ट कर साहाଯ୍य करे एंड चेक हार्डवेयर कंप्यूटर रे जति के हार्डवेयर लगी से गुडा को सब कौन करे सी ना तुम चेक करे सब हार्डवेयर लगी ना नहीं सब भल अच्छा ना नहीं ये सब चेक कर दायित्व कहार बायोस है तापर 6 नंबर क्वेश्चन गला जिबा 6 नंबर क्वेश्चन को जिबा CPU part performs arithmetic operation CPU रो को पार्ट तमरा अरिथमेटिक ऑपरेशन को तमरा कंट्रोल करे कंट्रोल यूनिट ALU मेमोरी यूनिट रजिस्टर आंसर तमरा हो कोन ना ALU अरिथमेटिक लॉजिक यूनिट जो थरे तमरा कोन हुए ना तमरा विभिन्न प्रकार कैलकुलेशन को सेठी कोन करे ना कंप्यूटर समाधान करे जेमिति एग्जांपल एडिशन सब्सट्रैक्शन मल्टीप्लिकेशन डिवीजन एगुडा सब ALU रो काम ठीक अछि एबे जिबा सेकंड 7 क्वेश्चन लैंग्वेज डायरेक्टली अंडरस्टूड बाय कंप्यूटर को लैंग्वेज को कंप्यूटर डायरेक्टली कौन करि पारे बुझी पारे ना तमे दबो तो से लैंग्वेज रे कंप्यूटर संगे संगे तो तुम माने ताको इजी हो कंप्यूटर सेटा संगे संगे बुझी जीवो सेटा ला कोन तमरो असेंबली लैंग्वेज मशीन लैंग्वेज हाई लेवल लैंग्वेज सी लैंग्वेज आंसर है तमरो कोन ना मशीन लैंग्वेज है मशीन लैंग्वेज जोटा कि तुम कौन है बाइनरी लैंग्वेज कह जाए कंप्यूटर अंडरस्टैंड बाइनरी लैंग्वेज ताकू भी कौन कह जाए ना मशीन लैंग्वेज कह जाए बाइनरी लैंग्वेज जोटा मशीन लैंग्वेज है सेटा है बाइनरी लैंग्वेज है कौन ना 0 और 1 कंप्यूटर केवल 0 और 1 को कौन करें बुझी पारे ठीक अच्छे तापर क्वेश्चन जी 8 नंबर फास्ट इलेक्ट्रोनिक कंप्यूटर सबुठार प्रथम इलेक्ट्रोनिक कंप्यूटर ना कौन प्रथम इलेक्ट्रोनिक कंप्यूटर ना है कौन ENIAC कौन ता ना ENIAC है देख ये केते बड़ गोटे बड़ घर केते बड़ घर जगटा नहीं कंप्यूटर है तो बहुत बड़ कंप्यूटर थिला ये 1945 मसीह बना जाइथिला है एटा को कौन यूज होता आदरे ना वैक्यूम ट्यूब कौन होता ना यूज होता ठीक अच्छे तापर क्वेश्चन जी 9 नंबर क्वेश्चन तुम कौन रहा HTTP स्टैंड्स फॉर HTTP रो स्टैंड्स फॉर फुल फॉर्म कौन हाइपर टेक्स्ट ट्रांसफर प्रोटोकॉल हाई टेक्स्ट ट्रांसफर प्रोटोकॉल हाइपर टूल ट्रांसफर प्रोटोकॉल हाइपर टेक्स्ट ट्रांसफर प्रोग्राम तुम आंसर कौन हम हाइपर टेक्स्ट ट्रांसफर प्रोटोकॉल जोटा कि कौन करे ना ये ट्रांसफर कराए वेब पेज ऑन द इंटरनेट है यूज्ड फॉर ट्रांसफरिंग वेब पेज ऑन द इंटरनेट ठीक अच्छे तापर जी व्हिच टोपोलॉजी यूज्ड इन LAN को टोपोलॉजी बा को आर्किटेक्चर तुम LAN को जोग करे LAN है कौन ना लोकल एरिया नेटवर्क तुम घर मानकर सब लगी नेटवर्क लगी है तुम घर मानकर जो वाईफाई सब लगी सेगुड़ा सब कौ टोपोलॉजी रे यूज कराई से कौ टोपोलॉजी तादरे व्यवहार कराई ना तुम स्टार व्यवहार कर बस रे व्यवहार बस टोपोलॉजी रे भी ताको यूज करा जाई परिबो रिंग टोपोलॉजी रे भी यूज करा जाई परिबो जेठी उत्तर हम कौन ना ऑल ऑफ दोज है उत्तर हम कौन ऑल ऑफ दोज कहीं ऑल ऑफ दोज हम ना देख तुम हाँ LAN networks can use different structure like है स्टार बस रिंग टोपोलॉजी है स्टार भी तुम यूज कर स्टार रे देख स्टार टोपोलॉजी रे भी कौन कर तुम यूज कर
ହେଲା ଯେମିତି କି ତମର ଦେଖ ମଝିରେ ଲାଗିଛି ଗୋଟେ ମଡମ ଷ୍ଟାର ଟୋପୋଲୋଜିରେ ମଡେମ ଲାଗିଛି ତା ଦେହରେ ସବୁ ଯାକ କମ୍ପ୍ୟୁଟର ତା ଦେହକୁ କନେକ୍ଟ ହେଇଛନ୍ତି ଇଏ ହେଲା ଷ୍ଟାର ରିଙ୍ଗ ହେଲା କଣ ନା ଗୋଟେ କମ୍ପ୍ୟୁଟର ଆଉ ଗୋଟେ ଜଣେ ଅନ୍ୟ ଜଣଙ୍କ ସହିତ କନେକ୍ଟ ହେଇଛନ୍ତି ମେସ୍ ଟୋପୋଲୋଜି ହେଲା କଣ ନା ଏଇ ଗୋଟେ ସବୁ କମ୍ପ୍ୟୁଟର ସହିତ କଣ ହେଇଛନ୍ତି ନା କନେକ୍ସନ ହେଇଛନ୍ତି ଏମିତି ପ୍ରତ୍ୟେକ କମ୍ପ୍ୟୁଟର ସହିତ କଣ ହେଇଛନ୍ତି ନା ସଂଯୁକ୍ତ ହେଇଛନ୍ତି ବସ୍ ଟୋପୋଲୋଜିରେ କଣ ହେଲା ନା ଗୋଟିଏ ତାର ଯାଇଛି ସେ ଗୋଟେ ତାରରେ ସବୁ ଯାକ କଣ ହେଇଛନ୍ତି ନା ଜଏଣ୍ଟ ହେଇଛନ୍ତି ବୁଝିହେଲା ଇଏ ଗଲା ତମର ଟପୋଲୋଜି ଗଲା ଲ୍ୟାଣ୍ଡ ଟପୋଲୋଜି ବିଷୟରେ ଗଲା ତାପରେ ହୁଇଚ୍ ମେମୋରି ଦ୍ୟାଟ୍ ଲସେସ୍ ଡାଟା ହ୍ୱେନ୍ ପାୱାର ଇଜ୍ ଅଫ୍ ଯେତେବେଳେ ପାୱାର ଅଫ୍ କରିଦେଇବ ସେତେବେଳେ କୋଉ ମେମୋରି ତା ଡାଟାକୁ କଣ କରିବ ହରେଇ ବସିବ ତମର ଏଠି ଆନ୍ସର ହବ କଣ ରାଣ୍ଡମ ଆକ୍ସେସ୍ ମେମୋରି ରାଣ୍ଡମ ଆକ୍ସେସ୍ ମେମୋରି କଣ କରିବ ନା ତା ଯୋଉ ଷ୍ଟୋରେଜ କାପାସିଟିକୁ କଣ କରିବ ଯାହା ବି ଷ୍ଟୋର କରି ରଖିଥିବ ତାକୁ କଣ କରିବ ହରେଇଦବ କିନ୍ତୁ ରମ ରେ ଯିବ ନାହିଁ ରମ ରେ ତମେ ସବୁ ବହୁତ ପ୍ରକାର ଜିନିଷ ତମ ଫଟୋ ଭିଡିଓ ସବୁ ପ୍ରକାର ଜିନିଷ ତା ଦେହରେ ରଖୁଛ ଡକୁମେଣ୍ଟ ସବୁ ରଖୁଛ ତ ସେଗୁଡା କିନ୍ତୁ ଲସ୍ ହବ ନାହିଁ କିନ୍ତୁ ରାମ ରେ ଯାହା ବି ଥିବ ସେଗୁଡା କଣ ହେଇଯିବ ନା ଲସ୍ ହେଇଯିବ ଠିକ ଅଛି ତାପରେ IP ନେଟୱାର୍କିଂ ଷ୍ଟାଣ୍ଡସ୍ ଫର IP କୁ ନେଟୱାର୍କିଂ ରେ ଫୁଲ ଫର୍ମ କଣ ନେଟୱାର୍କିଂ ରେ IP ର ଫୁଲ ଫର୍ମ କଣ ଇଣ୍ଟରନେଟ ପ୍ରୋଟୋକଲ ଇଣ୍ଟରନାଲ ପ୍ରୋଟୋକଲ ଇଣ୍ଟରଫେସ୍ ପ୍ରୋଗ୍ରାମ ଇଣ୍ଟରନେଟ ପ୍ରୋଗ୍ରାମ ଆନ୍ସର ବି ଏଠି କଣ ହବ ନା ଇଣ୍ଟରନେଟ ପ୍ରୋଟୋକଲ ଠିକ ଅଛି ଇଣ୍ଟରନେଟ ପ୍ରୋଟୋକଲ ଇଣ୍ଟରନେଟ ପ୍ରୋଟୋକଲ କଣ ନା ସମସ୍ତଙ୍କର ଗୋଟେ IP ଆଡ୍ରେସ ଅଛି ଇଣ୍ଟରନେଟ ପ୍ରୋଟୋକଲ ର ଆଡ୍ରେସ ଅଛି ସେ ଆଡ୍ରେସ ସାହାଯ୍ୟରେ ସମସ୍ତ ସବୁ ଡିଭାଇସଙ୍କର ଅଛି ଯୋଉ ଡିଭାଇସ ତମର ଯେମିତି ଏକ୍ସାମ୍ପଲ ହେଲା ବ୍ଲୁଟୁଥ ସହିତ ତମ ମୋବାଇଲ କଣ ହଉଛି ନା କନେକ୍ଟ ହଉଛି ହେଲା ମୋବାଇଲ କନେକ୍ଟ ହେବା ପାଇଁ ତମର କଣ ଦରକାର ହବ ନା IP ଆଡ୍ରେସ ଦରକାର ହବ ବ୍ଲୁଟୁଥ ର IP ଆଡ୍ରେସ ଥିବ ମୋବାଇଲ ର ବି IP ଆଡ୍ରେସ ଥିବ ସେ ଦି ଜଣ IP ଆଡ୍ରେସ କୁ ବ୍ୟବହାର କରିକି କନେକ୍ଟ ହେଇଯିବେ ଠିକ ଅଛି ତ ଡିଫରେଣ୍ଟ IP ଆଡ୍ରେସ ଥାଏ ସମସ୍ତଙ୍କର ଏକା IP ଆଡ୍ରେସ ନୁହଁ ସମସ୍ତଙ୍କର କଣ ନା ଅଲଗା ଅଲଗା IP ଆଡ୍ରେସ ବୁଝିହେଲା ତାପରେ ଯିବା କ୍ୱେଶ୍ଚନ ଡିଭାଇସ୍ କନଭର୍ଟିଂ ଡିଜିଟାଲ ଟୁ ଆନାଲଗ ସିଗ୍ନାଲ କୋଉ ଡିଭାଇସ୍ ତମର ଡିଜିଟାଲ ସିଗ୍ନାଲ ରୁ ଆନାଲଗ ସିଗ୍ନାଲ କୁ କନଭର୍ଟ କରିଥାଏ ଏଟା ହବ ତମର ଆନ୍ସର କଣ ହବ ମୋଡେମ ଏଟା କଣ ହବ ନା ମୋଡେମ ଏ ମୋଡେମ କନଭର୍ଟ ଡିଜିଟାଲ ସିଗ୍ନାଲ from a computer to analog signal for transmission ଠିକ ଅଛି ତମର ଯୋଉ ଡିଜିଟାଲ ସିଗ୍ନାଲ ଆସୁଛି ତମେ ଧର ଏକ୍ସାମ୍ପଲ ନବ ତମର ମାଇକ ଥିବ ମାଇକ ସବୁ ଦେଖିଥିବ ଯୋଉ ଗୀତ ବୋଲା ଯାଏ ଯେତେବେଳେ ଗୀତ ବୋଲୁଛି ଦେଖିବ ତ ଜଣେ ଲୋକ ଠିଆ ହେଇକି ବୋଲୁଥିବ ଯେତେବେଳେ ବୋଲିବ ସିଏ କଥାଟା କହୁଛି ସେଟା ହେଲା ଡିଜିଟାଲ ସିଗ୍ନାଲ ଆସିକି କୋଉଟାରେ ପହଞ୍ଚିଲା ନା ତମ ମାଇକ ରେ ପହଞ୍ଚିଲା ମାଇକ ତାକୁ କଣ କରାଥିଲା ମଡେମ ସାହାଯ୍ୟରେ ତାକୁ କଣ କରିବ ନା ଆନାଲଗ ସିଗ୍ନାଲ ରେ ପରିଣତ କରିବ ସେ ଆନାଲଗ ସିଗ୍ନାଲ ପୁଣି କଣ ହବ ନା ତମର ଡିଜିଟାଲରେ ପରିଣତ ହବ ତାପରେ ତମକୁ ଆଉଟପୁଟ ଟା ଆସିବ ଇଏ ହେଲା ମୋଡେମ ର ଫୁଲ ଫର୍ମ ହେଲା କଣ ନା ମଡ୍ୟୁଲେଟର ଡିମଡ୍ୟୁଲେଟର ଠିକ ଅଛି ତାପରେ କ୍ୱେଶ୍ଚନ କୁ ଯିବା which company developed the C programming language C programming language କୋଉ କମ୍ପାନୀ ଉଦ୍ଭାବନ କରିଥିଲା ହେଲା IBM ମାଇକ୍ରୋସଫ୍ଟ ବିଲ୍ ଲାବ୍ସ ଇଣ୍ଟେଲ ତମର ଆନ୍ସର କଣ ହବ ନା ବିଲ୍ ଲାବ୍ସ ହେଲା ବିଲ୍ ଲାବ୍ସ ତମର କଣ ହବ ନା ତମର C ପ୍ରୋଗ୍ରାମିଂ ଉଦ୍ଭାବନ କରିଥିଲା ଠିକ ଅଛି ଇଏ ଗୋଟେ ଥିଲା କଣ ନା ତମର ଲାବୋରେଟୋରୀ ଥିଲା 1972 ମସିହାରେ ଡେନିସ ରିଚାଇ କଣ କରିଥିଲେ ନା C ପ୍ରୋଗ୍ରାମକୁ ଉଦ୍ଭାବନ କରିଥିଲେ ଡେଭଲପ କରିଥିଲେ ତାପରେ ଦ ସର୍ଟକଟ କି ଫର ସିଲେକ୍ଟ ଅଲ୍ ଯାହାବି ତମର ଡକ୍ୟୁମେଣ୍ଟ ଅଛି ଯାହାବି ତମର ଟେକ୍ସଟ ଅଛି ଏ ସବୁ ଯାକ ଟେଷ୍ଟ କୁ ଯଦି ତମେ ଏକାଥରେ ଅଲ୍ ସବୁ ଯାକ ଯଦି ସିଲେକ୍ଟ କରିବା ପାଇଁ ଚାହୁଁଛ ତାହେଲେ ତମେ କଣ କରିବ ନା କଣ୍ଟ୍ରୋଲ ପ୍ଲସ ଏ କଲେ ତୁମେ ସବୁ ଯାକ କି ଡକ୍ୟୁମେଣ୍ଟ ହଉ ବା ସବୁ ଯାକ ତମର ଟେକ୍ସଟ ହଉ ତାକୁ ଏକାଥରେ ସିଲେକ୍ଟ କରି ପାରିବ ଠିକ ଅଛି ଆନ୍ସର ହବ କଣ୍ଟ୍ରୋଲ ପ୍ଲସ ଏ ଠିକ ତାପରେ କ୍ୱେଶ୍ଚନ କୁ ଯିବା which protocol used to send mail ତମେ ସବୁ ମେଲ ସେଣ୍ଡ କରୁଥିବ ମେଲ ଥିବ ସମସ୍ତଙ୍କର ମେଲ କୁ ଯଦି ତମେ ଅନ୍ୟ ଗୋଟେ କାହାକୁ ପଠେଇବ କିଛି ତାହେଲେ ସେଠି କୋଉ ପ୍ରକାରର ପ୍ରୋଟୋକଲ ବ୍ୟବହାର କରାଯିବ ସେଠି ତମର କୋଉ ପ୍ରକାର ପ୍ରୋଟୋକଲ କୁ ବ୍ୟବହାର କରାଯାଏ SMTP କୋଉ ପ୍ରୋଟୋକଲ SMTP SMTP ର ଫୁଲ ଫର୍ମ କଣ ନା ସିମ୍ପଲ ମେଲ ଟ୍ରାନ୍ସଫର ପ୍ରୋଟୋକଲ ହେଲା ମେଲ ଇଏ SMTP ଟା କଣ କରେ ନା ମେଲ କୁ ସେଣ୍ଡ କରିବାରେ ସାହାଯ୍ୟ କରେ
तापर तुमको सब मेल आसुथिबो मेल सब आसुथिबो है से मेलटा कौ प्रोटोकॉल द्वारा से मेल कौन होता है रिसीव होता है 7 नंबर क्वेश्चन व्हिच प्रोटोकॉल यूज्ड टू रिसीव मेल POP3 SMTP FTP STTP तुम आंसर कौन हम POP3 SMTP टा तुम कौन है ना मेसेज को सेंड करेबो मेल POP3 कौन करिवो ना तुमर एटा मेसेज को रिसीव करिवो ठीक अछि तापर 18 नंबर क्वेश्चन कौन देला ना द ब्रेन ऑफ द कंप्यूटर इज कंप्यूटर रो मस्तिष्क किए कंप्यूटर तुम समस्त मस्तिष्क अच्छे से भाया कंप्यूटर भी मुंड अच्छे से मुंडे से तार सब जाक काम करे किए सेटा CPU किए CPU ये देखिपे समस्त गेमिंग CPU देखिए देख गेमिंग CPU है केते सुंदर देखा जाउची द CPU कंट्रोल्स एंड प्रोसेस ऑल इंस्ट्रक्शन ऑफ कंप्यूटर है CPU टा कौन करे ना तुमर सबु प्रकार प्रोसेस को कंट्रोल करि थाए है तापर व्हिच डिवाइस कनेक्ट्स मल्टीपल नेटवर्क को डिवाइस साहाय्य तुम मल्टीपल नेटवर्क को कौन कनेक्ट कर हब राउटर स्विच रिपीटर एटा तुम कौन हम राउटर है राउटर कनेक्ट्स डिफरेंट नेटवर्क लाइक योर होम नेटवर्क टू द इंटरनेट ठीक अच्छे तापर व्हिच जेनेरेशन ऑफ कंप्यूटर यूज ट्रांजिस्टर को जेनेरेशन कंप्यूटर तुमर कौन को पीढ़ी कंप्यूटर तुम ट्रांजिस्टर व्यवहार कर सेकेंड जेनेरेशन कंप्यूटर तुम कौन कर ट्रांजिस्टर को कौन कर व्यवहार कर देख देखा एक्सप्लेनेशन फास्ट जेनेरेशन कंप्यूटर तुम वैक्यूम ट्यूब व्यवहार कर सेकेंड जेनेरेशन कंप्यूटर तुम ट्रांजिस्टर व्यवहार कर थर्ड जेनेरेशन कंप्यूटर तुम IC व्यवहार कर फोर्थ जेनेरेशन कंप्यूटर तुम माइक्रो प्रोसेसर व्यवहार कर फिफ्थ जेनेरेशन जो कंप्यूटर आम भविष्य को बाहर जाऊँगी तुम AI यूज हम है AI ठीक है आर्टिफिशियल इंटेलिजेंस ठीक अच्छे ये थिला तुमर आज क्लास 20टा क्वेश्चन थिला तुमर MCQ कंप्यूटर आशा करूँ तुम मानक समस्त को भल लगुव है भल लगी जो मैंने वीडियो को फास्ट रु लास्ट तक देखी से बहुत बहुत धन्यवाद तो वीडियो को लाइक करिवो शेयर करिवो और चैनल को कौन करिवो ना सब्सक्राइब करिवो ये भला सबुदिन वीडियो आसीबो समस्ते चैनल को सब्सक्राइब करी रखी था बेल आइकन को दबेई रखिवो वीडियो पड़ियो माने तुमे माने कौन करिवो जानि परिवो रहूची जय जगन्नाथ।